ଆଜିର ପ୍ରସଙ୍ଗ ବନସ୍ତେ ଡାକିଲା ଗଜ। ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଗ୍ରୀଷ୍ମର ହୁତାସନ ଜ୍ୱାଳାରେ ଅତିଷ୍ଠ ହୋଇ ପୃଥିବୀ ଚାତକ ପରି ଚାହିଁଥାଏ ପହିଲେ ଆଷାଢ଼ର ବର୍ଷା ଟୋପାକୁ। ଗ୍ରୀଷ୍ମ ଶେଷ, ଆଷାଢ଼ର ଆରମ୍ଭରେ ଆସେ ରଜ। ଏହି ବର୍ଷାବିନ୍ଦୁ ପୃଥିବୀକୁ ରଜସ୍ୱାଳା କରେ। ଆକାଶ ଓ ପୃଥିବୀର ଏହି ମହାମିଳନ ମୁହୂର୍ତ୍ତକୁ ମଧୁମୟ କରିଦିଏ। ସୃଷ୍ଟି ସଂରଚନା ଏବଂ ପାଳନର ପର୍ବ ଆରମ୍ଭ ହୁଏ। ଧରାରେ ବର୍ଷାର ପ୍ରଥମ ସ୍ପର୍ଶର ସୁଗନ୍ଧ ମାଟିରୁ ଆକାଶ ଯାଏ ମହକାଇ ଦିଏ। ଜମିରେ ସୁନା ଫସଲ ଫଳାଇ ଅମଳର ନିଜ ଅମାର ଭରିବା ସ୍ୱପ୍ନରେ ବିଭୋର ହୁଏ ଚାଷୀ। ଶସ୍ୟ ସମ୍ଭବା ମା ଧରିତ୍ରୀକୁ ବିଶ୍ରାମ ଦେବା ଏବଂ ଆଗତ ଅମଳର ସ୍ୱପ୍ନରେ ଉଲ୍ଲସିତ ହୋଇ ଓଡ଼ିଶାର ପୁରପଲ୍ଲୀ ପାଳନ କରେ ରଜପର୍ବ। କୃଷିଭିତ୍ତିକ ପର୍ବ ରଜ ଓଡ଼ିଶାର ଏକ ଗଣପର୍ବ। ମା ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହିତ ଭ୍ରାତୃତ୍ୱ ଭାବର ଭିତ୍ତି ସୁଦୃଢ଼ କରେ ଏହି ପର୍ବ। ଓଡ଼ିଶାର ପ୍ରାଚୀନତମ ପର୍ବ ଭାବେ ପରିଗଣିତ ରଜ ବଣ୍ଡା, ଧରୁଆ, ସଅର ଆଦି ଜନଜାତିଙ୍କ ପୋଡ଼ୁଚାଷ ପରମ୍ପରା ସହିତ ଜଡ଼ିତ ବୋଲି କେତେକ ଐତିହାସିକ ମତ ଦିଅନ୍ତି। ଏହି ଜନଜାତିମାନେ ପ୍ରତିଥର ଜଙ୍ଗଲର କିଛି କିଛି ଭାଗ ପୋଡ଼ି ପୋଡ଼ୁଚାଷ ଲାଗି ପ୍ରସ୍ତୁତି କରିଥାନ୍ତି। ଜଙ୍ଗଲ ପୋଡ଼ିବା ପରେ ଯେଉଁ ପାଉଁଶ ରହେ ତାକୁ ଚାଷ ଲାଗି ଉଦ୍ଦିଷ୍ଟ ଭାଗରେ ବୁଣିଦେଇ ମୌସୁମୀକି ଅପେକ୍ଷା କରି ରହନ୍ତି ସେମାନେ। ଏହି ସମୟରେ କୃଷିକ୍ଷେତ୍ର ପ୍ରସ୍ତୁତ ହେଉଥିବାରୁ ଧରିତ୍ରୀକୁ କୌଣସି ପ୍ରକାର ଆଘାତ ଦିଆଯାଏ ନାହିଁ। ଏପରିକି ଗଛରୁ ଫୁଲ ଓ ଫଳ ବି ତୋଳାଯାଏ ନାହିଁ। ଏହି ଅବସର ମୁହୂର୍ତ୍ତକୁ ଜନଜାତିମାନେ ନୃତ୍ୟଗୀତ ମଧ୍ୟରେ ବିତାଇଥାନ୍ତି। ଧୀରେ ଧୀରେ ଏହି ଚଳଣି ସାଧାରଣ ଜନଜୀବନକୁ ପ୍ରବେଶ କରିଥିଲା ଏବଂ ରଜ ଏକ ଗଣପର୍ବରେ ପରିଣତ ହେଲା ବୋଲି କୁହାଯାଏ। ଜନଜାତି ସଂସ୍କୃତିରେ ସେମାନେ ବଣର ଫଳମୂଳ, କୋଳି ଆଦି ଖାଉଥିବା ବେଳେ ଏବେ ପିଠା ଓ ମିଠା ଆଧୁନିକ ରଜରେ ମୁଖ୍ୟ ସୁସ୍ୱାଦୁ ବ୍ୟଞ୍ଜନ ପାଲଟିଛି। ଓଡ଼ିଶାର ପୁରପଲ୍ଲୀରେ ରଜପର୍ବର ଗୁରୁତ୍ୱ ଖୁବ୍ ଅଧିକ। ଏହି ପର୍ବ ମୁଖ୍ୟତଃ 3 ଦିନର ହୋଇଥିଲେ ବି ଏହାର ପୂର୍ବଦିନ ସଜବାଜ ଏବଂ ଶେଷ ଦିନ ବସୁମତୀ ସ୍ନାନକୁ ମିଶାଇ ଏହା 5 ଦିନ ଧରି ପାଳିତ ହୋଇଥାଏ। ପହିଲି ରଜର ପୂର୍ବଦିନ ବା ସଜବାଜକୁ କେତେକ ସ୍ଥାନରେ ପାଣିବୁହା ବୋଲି ବି କହନ୍ତି। ରଜର ମୁଖ୍ୟ 3 ଦିନ ହେଲା ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂମି ଦହନ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। କାରଣ ରଜର 3 ଦିନ ଯାକ ମହିଳାମାନଙ୍କୁ କାମ କରିବା ମନା। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ବି ହଳ ଲଙ୍ଗଳ ରଖିଦେଇ ଆମୋଦ ପ୍ରମୋଦରେ ଲାଗିଯାନ୍ତି। ଆରିସା, ପୋଡ଼ପିଠା, ପାଚିଲା ଆମ୍ବ ଓ ପଣସ ଆଦି ଫଳର ସମ୍ଭାର ଓ ସ୍ୱତନ୍ତ୍ର ରଜପାନର ମହକ ଭରା ପସରା ଭିତରେ ରଜପର୍ବ ପାଳିତ ହୁଏ। ଏହି ପର୍ବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୋଳି। ରଜ ମୁଖ୍ୟତଃ ଦୋଳି, ପାନ ଓ ପିଠାର ପର୍ବ। ପଟାଦୋଳି, ବାଉଁଶ ଦୋଳି, ଚକ୍ରି ଦୋଳି ଆଦି ବିଭିନ୍ନ ପ୍ରକାରର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରି ଆସୁଛି। ଦୋଳି ଖାଲି ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ ନୁହେଁ, ବିଜ୍ଞାନ ମଧ୍ୟ ଦୋଳିର ଉପକାରିତାକୁ ସ୍ୱୀକୃତି ଦେଇଛି। ବର୍ଷା ଋତୁରେ ସବୁଜ ଗଛଡାଳରେ ଦୋଳି ଝୁଲିବା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଦୋଳିରେ ଝୁଲିବା ଶରୀର ପାଇଁ ଏକ ଭଲ ବ୍ୟାୟାମ ହେବା ସହିତ ଫୁସ୍ଫୁସ୍, ହୃଦଯନ୍ତ୍ର ଏବଂ ଅନ୍ୟ ଅଙ୍ଗଗୁଡ଼ିକୁ ସୁସ୍ଥ ରଖେ। ଭାରତୀୟ ପରମ୍ପରାରେ ପ୍ରତ୍ୟେକ ପୂଜା ପର୍ବରେ ପାନ ଲୋଡ଼ା। ମହାପ୍ରଭୁ ଶ୍ରୀଜଗନ୍ନାଥ ବିଡ଼ିଆ ପାନ ନ ଖାଇଲେ 60 ପଉଟି ଭୋଗ ବି ତାକୁ ଅରୁଚିକର ଲାଗେ। ସୁବାସିତ ପାନ ମନ କିଣିନେବା ଲାଗି ରଜର ଅନ୍ୟତମ ବିଶେଷତ୍ୱ। ପାନର ବି ସ୍ୱାସ୍ଥ୍ୟ ଉପକାରିତା ରହିଛି। ପାନପତ୍ରର ହଜମକାରକ ଗୁଣ ଅଛି। ରଜପର୍ବ ଅବସରରେ ପୋଡ଼ପିଠା ଓ ଅନ୍ୟାନ୍ୟ ଗରିଷ୍ଠ ଖାଦ୍ୟ ଖିଆଯାଉଥିବାରୁ ହଜମ ଲାଗି ପାନ ଏହି ପରମ୍ପରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କୁହାଯାଇପାରେ। ସେହିପରି ପୋଡ଼ପିଠା ଗରିଷ୍ଠ ହୋଇଥିଲେ ମଧ୍ୟ ବେଶ୍ ପୁଷ୍ଟିକର ଖାଦ୍ୟ। ଏହା ମଧ୍ୟ ନଷ୍ଟ ନ ହୋଇ କିଛି ଦିନ ରହିପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 60 ପଉଟି ଭୋଗରେ ପୋଡ଼ପିଠା ରହିଥିବା ବେଳେ ରଥଯାତ୍ରା ସମୟରେ ମାଉସୀ ମାର ପୋଡ଼ପିଠା ନ ଖାଇ ମହାପ୍ରଭୁ ଦେଉଳକୁ ଫେରନ୍ତି ନାହିଁ। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରିୟ ପାନ ଓ ପୋଡ଼ପିଠା ଓଡ଼ିଶାର ଗଣପର୍ବ ରଜରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। 4-5 ଦିନର ମଉଜ ପରେ ଆର ବର୍ଷ ପାଇଁ ବିଦାୟ ନିଏ ରଜ। କେତେକ ସ୍ଥାନରେ ରଜପତି କୁହାଯାଉଥିବା କୁଆଁରୀ ଝିଅମାନଙ୍କ ପାଇଁ ରଜରେ ରହିବା ଲାଗି ସ୍ୱତନ୍ତ୍ର ଘର ରଖାଯାଇଥାଏ। ଏହାକୁ ରଜକୋଠି ବୋଲି କୁହନ୍ତି। ଶେଷ ରଜ ଦିନ ଘରଦ୍ୱାର ଲିପାପୋଛା କରାଯାଏ। ରଜକୋଠି ଭାଙ୍ଗେ। ଆଉ କେତେକ ସ୍ଥାନରେ ରଜକୁ ବିଦାୟ ଦେବା ଲାଗି ଏହାକୁ ବାଟେଇ ଦେଇ ଆସିବାର ପରମ୍ପରା ରହିଛି। ଭୂମି ଦହନ ପରଦିନ ବସୁମତୀ ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ପୁଣି ବର୍ଷକ ପାଇଁ। କାରଣ ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ।